ମନ୍ଦିର ଉପରୁ ଆପଣ ଦେଖିପାରିବେ ବହୁତ ଛୋଟ ବଡ଼ ପାହାଡ଼ ପର୍ବତମାନ ଏବଂ ଅରଣ୍ୟ ଘେରା ଅଞ୍ଚଳ ଆପଣ ମନ୍ଦିର ଉପରୁ ଦର୍ଶନ କରିପାରିବେ। ମନ୍ଦିର ମଧ୍ୟରେ ରହିଛି ଛୋଟ ବଡ଼ ପାର୍ଶ୍ୱ ଦେବାଦେବୀଙ୍କର ମନ୍ଦିର ଏବଂ ସେଠାରେ ପୂଜା ପାଉଛନ୍ତି ଅନେକ ପାର୍ଶ୍ୱ ଦେବାଦେବୀ। ଆପଣ ଏଠାକୁ ଆସିଲେ ଦେଖିପାରିବେ ମହାନଦୀ ବହିଯାଇଛି ଉତ୍ତର ପାର୍ଶ୍ଵରେ। ଏହା ମଧ୍ୟ ଏକ ସୁନ୍ଦର ଅନୁଭୂତି ଏଠାରେ ଆପଣ ଦେଖିବାକୁ ପାଇବେ। ପୌରାଣିକ କଥା ଅନୁସାରେ ଏହି ଜାଗାଟି କେତେବେଳେ ଏକ ପାହାଡ଼ ଥିଲା ଏବଂ ଏକ ଗୁମ୍ଫା ଥିଲା, ଯେଉଁ ଗୁମ୍ଫାରେ ପୂଜା ପାଉଥିଲେ ନୀଳମାଧବ ଏବଂ ସେହି ଆଦ୍ୟ ସେବକ ବିଶ୍ୱାବସୁ।